ଶ୍ରୀ ଜଗନ୍ନାଥ ସେନା ତରଫରୁ ସିଂହଦ୍ୱାର ଥାନାରେ ଏତଲା ଦାରୁକାଠ ଚୋରି ଓ ଦୀଘା ଜଗନ୍ନାଥ ପ୍ରସଙ୍ଗକୁ ନେଇ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ସିଂହଦ୍ୱାର ଥାନାରେ ହାଜର ହୋଇ ଲିଖିତ ଏତଲା ଦେଇଛନ୍ତି ଯେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ସମସ୍ତ ପରମ୍ପରାକୁ ଭାଙ୍ଗି ଦୀଘାକୁ ଶ୍ରୀ ଜଗନ୍ନାଥ ଧାମ ଦୀଘା କୁହାଯିବା ଓ ପୁରୀ ଶ୍ରୀମନ୍ଦିର ଦାରୁଘରୁ ଦାରୁକାଠ ଚୋରି କରି ନେଇ ଦୀଘାରେ ସେହି କାଠରେ ମୂର୍ତ୍ତି ତିଆରି କରି ସ୍ଥାପନ କରିଥିବା ନେଇ ରାମକୃଷ୍ଣ ଦାସ ନିଜେ ମୁହଁରେ ସ୍ୱୀକାର କରିଛନ୍ତି। ତୁରନ୍ତ ତଦନ୍ତ ଏବଂ ମୁଖ୍ୟ ପ୍ରଶାସକଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶ୍ରୀ ଜଗନ୍ନାଥ ମନ୍ଦିର ମେଘନାଦ ପାଚେରୀ ଭିତରେ ଥିବା ସମସ୍ତ ଜିନିଷର ତତ୍ତ୍ୱାବଧାରକ ହେଲେ ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ଭିତରୁ ଦାରୁକାଠ କିପରି ନିଆଗଲା, ଚୋରି କରି ନିଆଗଲା ନା ଶ୍ରୀମନ୍ଦିର ଅଧିକାରୀ ଏହାକୁ ନେବାରେ ସାହାଯ୍ୟ କରିଛନ୍ତି ବୋଲି ପ୍ରଶ୍ନ ଉଠେ। ଯେହେତୁ ଶ୍ରୀମନ୍ଦିର ଭିତରୁ ଦାରୁଘରୁ କାଠ ଚୋରି ହୋଇ ପଶ୍ଚିମବଙ୍ଗ ଯାଇଛି, ତେଣୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ ଓ ତାଙ୍କୁ ତଦନ୍ତର ପରିସରଭୁକ୍ତ କରାଯିବା ସହ ତାଙ୍କ ବିରୁଦ୍ଧରେ ଓ ଅନ୍ୟମାନଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତାର ଧାରା 298, 299, 300, 301, 302 ବିଏନଏସ୍ ଦଫାରେ ମାମଲା କରାଯାଇ ମୁଦାଲାମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏତଲାରେ ଅନୁରୋଧ କରାଯାଇଛି। ପୁରୀରୁ ମନୋଜ କୁମାର ବଳିଆରସିଂଙ୍କ ରିପୋର୍ଟ, ଜନଶକ୍ତି ଟିଭି।